श्री गणेशाय नमः। ओम नमो भगवते वासुदेवाय। श्रीमद् देवी भागवत प्रथम स्कंध षष्ठ अध्याय। मधुकैटभ युद्ध। कहन्ति सनकादि आहे सौम्य सूत, कि आश्चर्य आपण करिल कथित। भगवान सौरी महानव जळे, 5000 वर्ष दैत्य युद्ध करे। सेहि देव दुर्जय मधुकैटभ, महत बलशाली से दुई दानव। प्रलय जल मध्यरे किपरि जन्मिले, भगवान ताहांकु किंपा विनाशिले। ए विचित्र चरित्र कह महामती, शुणिबा इच्छा करी बळाइछु मती। परम सुपंडित बक्ता शिरोमणि, आसिअछ आपण आम्भ शुभ जाणी। पूर्व भाग्य बलरु तुम्भर सहित, होइअछि मेलन आम्भर सहित। खल मूर्ख मेलन विष क्लेश कर, अहिपरि सेहितकु अहित कर। पंडित सम्मिलन अमृत समान, सर्वदा सख्य रस हुई वर्धन। पशु प्राय जगते मूर्ख छन्ति, खाई पी धर्म धर्म न जानन्ति। क्षणस्थायी अद्भुत मैथुन सुख, बिना न जानन्ति नाही पशु मूर्ख। असत सत किवा मोक्षर विचार, ए विषय सत्कार न थाए मूर्खर। परम भागवत श्रवण न करी, सेहि मूर्ख जगते अटे पशु परी। देख हे केते पशु छन्ति मृग आदि, नर प्राय श्रवण सुखटी संपादी। भुजंग गण होई श्रवण विहीन, मधुर सुख नादे डेरिण नयन। आस्वादन करन्ति श्रव्य सुख रस, मुग्ध होई जेसने विदग्ध पुरुष। एहेतु पंच ज्ञान इंद्रियरे श्रेष्ठ, श्रवण जे नयन इंद्रिय गरिष्ठ। श्रवण इंद्रियरे वस्तु जानी पारे, दार्शनिक इंद्रिये चित्त गंजी पारे। एहेतु आहे महाभाग विज्ञ गण, कहिछन्ति श्रवणेन्द्रिय त्रिविधान। सात्विक जे राजस तामस त्रिविध, रस श्राव रसिके करिछन्ति भेद। पुराण वेद शास्त्र शुणिबा सात्विक, साहित्य राजसिक अटई विदेक। परदोष प्रकाश वाक्य बळी जाहा,
ଯୁଦ୍ଧ ବାର୍ତ୍ତା ଶୁଣିବା ତାମସିକ ତାହା। ବୁଦ୍ଧିଶାଳୀ ତତ୍ତ୍ୱଜ୍ଞ ସୁପଣ୍ଡିତେ ପୁଣି ସେ ସାହିତ୍ୟ ଶ୍ରବଣେ ବିଷୟକୁ ଜାଣି କରିଛନ୍ତି ଉତ୍ତମ ମଧ୍ୟମ ମଧ୍ୟମ। ଏହି ତିନି ପ୍ରକାରେ କରିଣ ନିୟମ। ମୋକ୍ଷ ଫଳପ୍ରଦଟି ଶୁଣିବା ଉତ୍ତମ। ସ୍ୱର୍ଗ ଫଳପ୍ରଦ ଯେ ବୋଲାଏ ମଧ୍ୟମ। ଐହିକ ସୁଖ ଭୋଗ ସୁଶ୍ରୀବ ନିଶ୍ଚୟ। ଅଧର୍ମ ବୋଲି ବୁଦ୍ଧଙ୍କର ଏ ନିଶ୍ଚୟ। ସାହିତ୍ୟ ଶୁଣିବାର ମଧ୍ୟ ତିନି ବିଧ। ନିଜ ପତ୍ନୀ ଚରିତ ଉତ୍ତମ ବିଶୁଦ୍ଧ। ବାରାଙ୍ଗନା ମାନଙ୍କ ଚରିତ୍ର ମଧ୍ୟମ। ପର ନାରୀ ବିଷୟ ବର୍ଣ୍ଣନ ଅଧମ। ତାମସ ସମ୍ବନ୍ଧୀୟ ତ୍ରିବିଧ ଶ୍ରବଣ। କହିଅଛନ୍ତି ଶାସ୍ତ୍ରଦର୍ଶୀ ବୁଦ୍ଧଗଣ। ଆତତାୟୀ ମାନଙ୍କ ସହ ଯୁଦ୍ଧ ଯାହା। ବିଷୟ ବିବର୍ଣ୍ଣିତ ସୁତ୍ତମ ତାହା। ଶତ୍ରୁଙ୍କର ସହିତ ପାଣ୍ଡବ ମାନଙ୍କ। ଯୁଦ୍ଧ ବାର୍ତ୍ତା ବର୍ଣ୍ଣିତ ମଧ୍ୟମ ବିବେକ। ବିବାଦରେ କଳହେ ବିନା କାରଣରେ। ଯେ ଚରିତ ବର୍ଣ୍ଣିତ ଧମ ମତରେ। ଏ ହେତୁ ଆନ ଶାସ୍ତ୍ର ଶୁଣିବା ଅପେକ୍ଷା। ପୁରାଣ ଶୁଣିବା ହିଁ ଉତ୍କୃଷ୍ଟ ସୁଦୀକ୍ଷା। ବୁଦ୍ଧି ବୁଦ୍ଧି ହୁଏ ପୁଣ୍ୟମତି। ପାପ ତାପ ନାଶଇ ଆହେ ମହିମତି। ଦ୍ୱୈପାୟନ ମୁଖରୁ ଆପଣ ପୂର୍ବରୁ। ସର୍ବାର୍ଥ ସୁସାଧନି ସୁପୁରାଣ ଚାରୁ। ଯାହା ଶୁଣିଅଛ ହେ ମହାବୁଦ୍ଧିମନ୍ତ। ତାହା ସବୁ କହିବା ହେଉ ସୁଚରିତ। ଏହା ଶୁଣି ମହା ଆନନ୍ଦେ ସୁତ ଋଷି। କହିଲେ ସେ ସଭାରେ ମନ୍ଦେ ଦେଇ ହସି। ଆପଣ ମାନେ ଯାହା ଭାଗବତ ଗ୍ରନ୍ଥ। ପୁରାଣ ଶୁଣିବାରେ ବଳାଇଛ ଚିତ୍ତ। ଏ ହେତୁ ତୁମ୍ଭେ ମାନେ ଧନ୍ୟ ଧରା ତଳେ। ମୁହିଁ ଯାହା କହିବି ଧନ୍ୟ ତୁମ୍ଭ ତୁଲେ। ଶୁଣ ହେ ପୂର୍ବ କାଳେ ଏକାର୍ଣ୍ଣବ ଜଳେ। ସ୍ୱର୍ଗ ମଞ୍ଚ ପାତାଳ ସର୍ବେ ନାଶ ଗଲେ। ସେହି କାଳେ ସେ ଦେବ ଜନାର୍ଦ୍ଦନ। ଶେଷ ଅଙ୍କ ପର୍ଯ୍ୟଙ୍କେ କରିଲେ ଶୟନ। ବିଷ୍ଣୁଙ୍କ କର୍ଣ୍ଣ ମୂଳ ମଳରୁ ସମ୍ଭୂତ। ହେଲେ ମଧୁ କୈଟଭ ଦୈତ୍ୟ ବଳବନ୍ତ। ସେ ସାଗର ଜଳରେ ବୃଦ୍ଧି ଲାଭ କଲେ। ଇତସ୍ତତ ବୁଲିଣ ଖେଳା ଲୀଳା କଲେ। ଏକ ଦିନେ ସେ ମହା କାୟବନ୍ତ ଦୈତ୍ୟ। ଏକାର୍ଣ୍ଣବ ଜଳରେ ହୋଇ କ୍ରୀଡ଼ାସକ୍ତ। ଦୁଇ ଭାଇ ମିଳିଣ ଏହା ଚିନ୍ତା କଲେ। ବାରଣ ବିନା କାହିଁ କାର୍ଯ୍ୟ ନାହିଁ ତିଳେ। ସବୁଠାରେ ସର୍ବଦା ପରମ୍ପରା ଅଛି।
ଅଧେୟ ବିନ୍ୟଧାର କାହିଁ ନ ରହିଛି। ଏଣୁ ଆମ୍ଭ ଦୁହିଁଙ୍କ ଆଧାର ଆଧେୟ ବସ୍ତୁ ଚିତ୍ତ ଗୋଚର ହେବାର ବିଧେୟ। ସୁଖ ଜୟ ବିସ୍ତାର ଏହି ଜଳମୟ କେଉଁଠାରେ ରହିଣ ହୋଇଅଛି ଥୟ। କିଏ ସେ କାହିଁ ପାଇଁ ଏହା ଜାତ କଲେ ଆମ୍ଭ ଦୁହେଁ କାହିଁକି ମଗ୍ନ ସିନ୍ଧୁ ଜଳେ। କିଏ ସେ ଜାତ କଲା ଆମ୍ଭଙ୍କୁ କେମନ୍ତ ନ ଜାଣୁ ତ କିଏ ସେ ଆମ୍ଭ ତାତ ମାତ। ଏପରି ଚିନ୍ତା କରି ନିଶ୍ଚୟ ନ ଜାଣି କୈଟଭ ସେ କହିଲା ମଧୁକୁ ଏ ବାଣୀ। ଆରେ ମଧୁ ଦେଖରେ ମୋ ବାମ ସଲିଳେ ଅଛନ୍ତି ମହାଶକ୍ତି ଅଚଳା ସଲିଳେ। ଆରେ ଭାଇ ସେ ଏକା ଅଟନ୍ତି କାରଣ ତାଙ୍କ ଦ୍ୱାରା ଏ ନୀର ହୋଇଛି ଧାରଣ। ଏକା ନବ ଜଳରେ ସେ ଏକା ଧାର ସେ ପରମା ଦେବୀଟି କାରଣ ଆମ୍ଭର। ଏପରି ଚିନ୍ତା କରି ନିଶ୍ଚୟ ଜାଣିଲେ ସେ ଦୁଇ ଭାଇ ଆକାଶରୁ ଏହି କାଳେ। ସୁମନୋହର ବାଗ ବୀଜ ବାଣୀ ଶୁଣି ଦୃଢ଼ କରି ଅଭ୍ୟାସ କଲେ ତାହା ଘେନି। ସେ କାଳେ ସୌଦାମିନୀ ଛଟା ପ୍ରକାଶିତ ଶୁଭମୟ ଆକାଶେ ଦେଖିଲେ ସେ ଦୈତ୍ୟ। ବିଚାରିଲେ ଆମ୍ଭର ଜାପ୍ୟ ମନ୍ତ୍ର ରାଜ ଧ୍ୟାନ ବଳେ ଗଗନେ ସଗୁଣେ ବିରାଜ। ହୋଇ ହେଲେ ଆମ୍ଭର ନୟନ ଗୋଚର ଏହିପରି ବିଚାର ହୋଇ ନିରାହାର। ତନ୍ମନ ହୋଇ କରି ଜିତାତ୍ମା ହୋଇଲେ ସମାହିତ ଚିନ୍ତିଣ ଜପ ଧ୍ୟାନ କଲେ। ଏପରି ଗତ ହେଲା 1000 ବରଷ ମହତ ତପ କଲେ ସେ ଦୁଇ ରାକ୍ଷସ। ପରମ ତପ ବଳେ ସେ ପରମା ଶକ୍ତି ପରଶନ ହୋଇଣ ପରକ୍ଷରେ ସତୀ। ମହାତପେ କ୍ଷୀଣ ଦାନବ ଯେ ଦେଖିଲେ ତାହାଙ୍କୁ ମହା ଅନୁଗ୍ରହ ସେ କରିଲେ। ଅଶରୀର ସୁଗୀର କଲେ ପରକାଶ ବାଞ୍ଛିତ ବର ମାଗରେ ଦୁଇ ରାକ୍ଷସ। ପରିତୁଷ୍ଟ ମୁଁ ହେଲି ପରମ ତପରେ ବର ଦେବୀ ପରମ ସମ୍ମତ ଚିତ୍ତରେ। କହନ୍ତି ସୁତ ଆହେ ସଉନକ ମୁନି ଏହିପରି ଆକାଶ ବାଣୀ ଦୈତ୍ୟ ଶୁଣି। କହିଲେ ବର ଦେବ୍ୟ ଯଦି ଦୟା ଚିତ୍ତେ ସ୍ୱଇଚ୍ଛା ମୃତ୍ୟୁ ବର ଦିଅ ଗୋ ସୁବ୍ରତେ। ଦୈତ୍ୟବାଣୀ ଶୁଣିଣ ସେ ଆକାଶ ବାଣୀ କହିଲେ ଶୁଣ ଆରେ ଦୈତ୍ୟ ଶିରୋମଣି। ମୋହର ପ୍ରସାଦରୁ ବାଞ୍ଛିତ ମରଣ ବରଣ କରି ବରେ ଦୁଇ ଦୈତ୍ୟ ରାଣ। ଦେବାସୁର ମଧ୍ୟରେ ହୋଇବ ଜେୟ ତୁମ୍ଭେ ଦୁଇ ଭାଇଟି ନାହିଁ ସେ ସଂଶୟ। କହନ୍ତି ସୁତ ଶୁଣ ଋଷିଙ୍କର ସାଇଁ ଦେବୀଙ୍କ ଠାରୁ ବର ଲୋଭି ଦୈତ୍ୟ ଦୁଇ। ମଦ ଗର୍ବ ଲୋଭିଣ ଜଳ ଜନ୍ତୁ ତୁଲେ ଏକାର୍ଣ୍ଣବ ଜଳରେ ଖେଳା ଲୀଳା କଲେ। ଏପରି କିଛି କାଳ ହୋଇଯାନ୍ତେ ଗତ ଇଚ୍ଛାରେ ବୁଲୁଥିଲେ ସେ ଦୁଇ ଦୈତ। ଦେଖିଲେ ପଦ୍ମାସନ କରି ପଦ୍ମ ପୁଅ ଅଛନ୍ତି ପ୍ରଭୁ ପ୍ରଜାପତି ମହାଶୟ। ତାଙ୍କୁ ଦେଖି ଆନନ୍ଦେ ଯୁଦ୍ଧ ଇଚ୍ଛା କରି ବଳିଷ୍ଠ ମହାଦୈତ୍ୟ କହିଲେ ପରି। ହେ ସୁବତ ଯୁଦ୍ଧକୁ ଦିଅ ପଦ୍ମ ପୁଅ
ନହିଲେ ପଦ୍ମ ଛାଡ଼ି ଇଚ୍ଛା ସୁଖେ ଯାଅ। ନିବିଡ଼ ଯୁଦ୍ଧେ ଯଦି ହୋଇବ ଆପଣ, ତୁମ୍ଭ ଯୋଗ୍ୟ ନୁହଁ ଏ ପଦ୍ମ ଆସନ। ବୀରବରଙ୍କର ତ ଭୋଗ୍ୟ ସିନା ଏହି, କାତର ତାଲ ଭିଲେ ଯାଅ ଛାଡ଼ି ଦେଇ। ଏପରି ସେ ଦୁହିଁଙ୍କ କଟୁଗିର ଶୁଣି, ଚିନ୍ତା କଲେ ସେ ପ୍ରଜାପତି ସେହି କ୍ଷଣି। ଦେଖିଲ ତ ଆଗରେ ବଳିଷ୍ଠ ବୀରବର, କାୟବନ୍ତ ଅଟନ୍ତି ସେ ଦୁଇ ଅସୁର। କି କରିବି ମୁଁ ତପୋବଳୀଣ ଭାବିଲେ, ଚିନ୍ତା ଚିଷ୍ଟେ ମିତ୍ରିତ ଚିତ୍ର ପରି ହେଲେ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ, ପ୍ରଥମ ସ୍କନ୍ଧଟିର ମହାପୁରାଣରେ। ମଧୁକୈଟଭଙ୍କ ସମର ଉଦ୍ଯୋଗ, 6 ଗୋଟି ଅଧ୍ୟାୟ ସମ୍ପୂର୍ଣ୍ଣ ସଂଯୋଗ। ଜୟଗ ଅନ୍ନପୂର୍ଣ୍ଣା ଅପର୍ଣ୍ଣା ପୂର୍ଣ୍ଣମାସୀ, ଏ ଗ୍ରନ୍ଥ ପୂର୍ଣ୍ଣ କର ମୋ ହୃଦାଗ୍ରେ ବସି। ଆଧି ବ୍ୟାଧି ମୋହର କର ଦୂରୀଭୂତ, ବାଲାଜୀ ରଣା ଜଣା କରେ ଅବିରତ। ସପ୍ତମ ଅଧ୍ୟାୟ ବିଷ୍ଣୁଙ୍କ ଆବିର୍ଭାବ ଓ ଯୋଗ ନିଦ୍ରା। କହନ୍ତି ସୁତ ଶୁଣ ଆହେ ସୌନକ, ଏଥୁ ଅନ୍ତେ ଚରିତ ହୋଇଣ ଉତ୍ସୁକ। ସକଳ ଶାସ୍ତ୍ର ପାରଦର୍ଶୀ ବେଦବର, ଦେଖିଲେ ମହାବଳୀ ସେ ଦୁଇ ଅସୁର। ସାମଦାନ ଭେଦ ଯେ ଦଣ୍ଡ ଏହି ଚାରି, ମଧ୍ୟରୁ କି କରିବା ଚିନ୍ତି କୁଶଧାରୀ। ବିଚାରିଲେ ହାଙ୍କ ଅଛି କେତେ ବଳ, ସେ ସକଳ ମୋହିତ ନ ଜାଣେ କେବଳ। ସାମର୍ଥ୍ୟଟି ନ ଜାଣି ସମର କରିବା, ଅନୁଚିତ ଅଟଇ କେମନ୍ତ ଯୁଝିବା। ମଦ ଗର୍ବେ ଗର୍ବିତ ଦୁଷ୍ଟ ଦାନବର, ସ୍ତୁତିବାଦ ମୁଁ ଯଦି କରିବି ନିକର। ଦୁର୍ବଜନ୍ମ ନିଜର ହୋଇବ ପ୍ରକାଶ, ସକଳେ କିଏ ମୋତେ କରିବ ତ ନାଶ। ଯୋଗ୍ୟ ନୁହେଁ କାଳେ ଦାନର ପ୍ରୟୋଗ, ତେବେ ହେବ କିପରି ଭେଦ ସାଧ୍ୟ ଆଗ। ମହାବଳଶାଳୀ ଯେ ବିଷ୍ଣୁ ଜନାର୍ଦ୍ଦନ, କରିଛନ୍ତି ଅନନ୍ତ ଶଯ୍ୟାରେ ଶୟନ। ଉଠାଇବି ମୁଁ ଏବେ ବିଷ୍ଣୁ ଚତୁର୍ଭୁଜ, ଏପରି ବିଚାରିଣ କମଳ ତନୁଜ। ହରିନାଭି କମଳ ନାଳ ମଧ୍ୟରେ ରହି, ମନେ ମନେ ରୂପ ଚିନ୍ତା କଲେ ବିହି। ଅଟନ୍ତି ଯେଉଁ ବିଷ୍ଣୁ ଜଗତ କାରଣ, ଶରଣ ନେଲେ ଦୁଃଖ ହେବାକୁ ବାରଣ। ଶ୍ରୀ ଜଗନ୍ନାଥ ନାରାୟଣ ଦେବଙ୍କର, ନିଦ୍ରାଭାଜି ସଚେତ ହେବାକୁ ସତ୍ୱର। ଶୋଭମୟ ବହୁଳ ସମ୍ବୋଧନ ପଦେ, ଏ ରୂପେ ସ୍ତବ କଲେ ସ୍ତବ ପ୍ରିୟ ପଦେ। ହେ ଦୀନନାଥ ହରି ବିଷ୍ଣୁ ହେ ବାମନ, ମାଧବ ହେ ଜଗତ ପାଳକ ଆପଣ। ସର୍ବଦା ସର୍ବବ୍ୟାପୀ ଆହେ ହୃଷିକେଶ, ଭକ୍ତଙ୍କ ସର୍ବ ଦୁଃଖ କରୁଛ ବିନାଶ। ଏହେତୁ ଯୋଗ ନିଦ୍ରା କରିଣ ବିଯୋଗ, ଗାତ୍ରୋତ୍ଥାନ କରିବା ହେଉ ନାଥ ବେଗ। ହେ ବାସୁଦେବ ଜଗତ୍ପତି ଅନ୍ତର୍ଯ୍ୟାମୀ, ବିରାଜି ଅନ୍ତର୍ଗତେ ସର୍ବଜାଣ ସ୍ୱାମୀ। ନିରନ୍ତରେ ଭକ୍ତଙ୍କ ଠାରେ ଥାଏ ଚିତ୍ତ, ଦୁଷ୍ଟରିପୁ ଦଳନେ ସର୍ବଦା ଆସକ୍ତ। ହେ ସର୍ବଜ୍ଞ ସର୍ବଲୋକେଶ ସର୍ବଶକ୍ତି,
ତୁମ୍ଭ ରୂପ ନିର୍ଣ୍ଣୟ ନାହିଁ କାର ଶକ୍ତି। ହେ ଚକ୍ର ଗଦାଧର ଦେବେଶ କାରଣ, ଆପଣ ସର୍ବ ଦୁଃଖ କରୁଛ ବାରଣ। ଏଣୁ ଉଠି ସତର କର ମତେ ରକ୍ଷା, ପାଳୁଛ ତ ରକ୍ଷ ରକ୍ଷ ଯେଉଁ ଦୀକ୍ଷା। ଆହେ ବିଶ୍ୱ ପାଳକ ଏ ବିଶ୍ୱରେ କିଛି, ଗୋଚର ନ ହୋଇଣ ତୁମ୍ଭଙ୍କୁ କି ଅଛି। ଆପଣଙ୍କ ନାମ ଶ୍ରବଣ ଯେ କୀର୍ତ୍ତନ, କଲା ମାତ୍ର ପବିତ୍ର ହେଉଛନ୍ତି ଜନ। ନିରାକାର ହୋଇଣ ସୃଷ୍ଟି ସ୍ଥିତି ଲୟ, କରି ହୁଅ ସାକାର ହେଲେ କାର୍ଯ୍ୟ ଚୟ। ଜଗତର କାରଣ ଅଖିଳ ଆଧାର, ସର୍ବାପେକ୍ଷା ଉତ୍ତମ ବୋଲାଓ ସତର। ରାଜାଧିରାଜ ରୂପେ ଆପଣ ବିରାଜ, ହେଲା ପରେ ଦେଖାଇ ତେଜ ବୀର୍ଯ୍ୟ। ମଦ ମତ ଏ କ୍ଷୁଦ୍ର ମତ ଦୁଇ ଦୈତ୍ୟ, ମାରିବାକୁ ମତେ ଯା ହେଉଛି ଉଦ୍ୟତ। ବିଶ୍ୱକର୍ତ୍ତା ମତେ ସଙ୍କଟ ଘଟୁଛି, କିମ୍ପା ତାହା ଆପଣ ବୁଝିବା ନ ହେଉଛି। ହେ ମହାବିଷ୍ଣୁ ଦେଖ ମୁଁ ଅତି ଦୁଃଖାର୍ତ୍ତ, ଆପଣଙ୍କ ଚରଣେ ମୁଁ ଶରଣାଗତ। ଏ ସମୟ କରିଲେ ଅପେକ୍ଷା ପରୀକ୍ଷା, ବ୍ୟର୍ଥ ହେବ ତୁମ୍ଭର ଯେ ପାଳକ ଦୀକ୍ଷା। ଏପରି ବ୍ରହ୍ମାଙ୍କର ସ୍ତବେ ହରିଙ୍କର, ଯୋଗ ନିଦ୍ରା ସେ କାଳେ ନ ହୋଇଲା ଦୂର। ପିତାମହ ଭାବିଲେ ସେ କାଳେ ପରି, ଆଦ୍ୟାଶକ୍ତି ଆକ୍ରମେ ନିଦ୍ରିତ ଶ୍ରୀହରି। ପଡ଼ିଅଛି ମୁଁ ସଢ଼ି ଏବେ ମହା ଦୁଃଖେ, ମଦ ଗର୍ବ ଗର୍ବିତ ଦିନବଙ୍କୁ ଦେଖେ। କାୟବନ୍ତ ଏ ଦୁହେଁ ନାସିବେ ମୋ କାୟ, କେଣେ ଯିବି କରିବି କିସ ମୁଁ ଉପାୟ। କେଉଁଠାରେ ମତେଟି ରକ୍ଷା କରିବ କେ, ଏ ବିଷୟ ସାମର୍ଥ୍ୟ କାହାକୁ ନ ଦେଖେ। ଏପରି ମନେ ମନେ ଚିନ୍ତା କରିବି, କର୍ତ୍ତବ୍ୟ ସ୍ଥିର କଲେ ଏକାଗ୍ରତା ହୋଇ। ସେ ଆଦ୍ୟା ଯୋଗ ନିଦ୍ରାଙ୍କର ସ୍ତବେ ଇଚ୍ଛା, ବଳାଇଲେ ସେ କାଳେ ସେ କମଳ ବତ୍ସା। ମନେ ମନେ ନିଶ୍ଚୟ କରିଲେ ସନ, ଭଗବାନ ବିଷ୍ଣୁଙ୍କୁ ଯେଉଁ ଆଦ୍ୟା ପୁଣ। ଅଚେତନ କରାଇ ଅଛନ୍ତି ନିଶ୍ଚଳେ, ସେ ଆଦ୍ୟା ଶକ୍ତି ମତେ ରଖିବେ କାଳେ। ମଲା ଲୋକ ଯେପରି ଶବ୍ଦ ଅନୁଭବ, କରିବାରେ ଅଶକ୍ତ ସର୍ବଦା ଭାବ। ସେପରି ଏହି ହରି ଯୋଗ ନିଦ୍ରା ବଳେ, ନିମିଳିତ ନୟନେ କିଛି ନ ଜାଣିଲେ। କଲି ମୁଁ ବିନୟରେ ବହୁ ସ୍ତୁତିବାଦ, ଦୂର ହେଲା ନାହିଁ ତ ହରିଙ୍କର ନିଦ। ଏହେତୁ ଜଣାଯାଏ ନିଦ୍ରା ହରି ବଶ, ନୁହେଁ ହରି ଅଟନ୍ତି ଯୋଗ ନିଦ୍ରା ବଶ। ଯେ ଯାର ବଶ ହୁଏ ସେ ତାର କିଙ୍କର, ଯୋଗ ନିଦ୍ରା ଚାକର ଏକ ମଳାବର। ସ୍ୱାମୀ ବଶକାରିଣୀ କ୍ଷୀରୋଦ କୁମାରୀ, କମଳା ବାଳା ସେହି ମହାସୁକୁମାରୀ। ଯୋଗ ନିଦ୍ରା ବଶତା ପନ୍ନା ମଧ୍ୟ ଶ୍ଵେତ, ଯୋଗ ନିଦ୍ରାଙ୍କର ତ ଦାସ ଦାସୀ ମତ। ଏହେତୁ ସେହି ମହାମାୟା ଭଗବତୀ, କରିଛନ୍ତି ଜଗତ ନିଜ ବଶବର୍ତ୍ତୀ। ମୁଁ ଅବା ବିଷ୍ଣୁ ଅବା ଶଙ୍କର ଅଥବା, ମୋର ଭାର୍ଯ୍ୟା ସାବିତ୍ରୀ ରମା ଉମା ଅବା।
पत्नी पति समये आद्यावशवर्ती विचारिले संशय नाही किछि एथि अन्य जन मानक कथा कि कहिबा भगवान जाहांक बशीभूत बा प्राकृत जन परिनिद्रित निश्चिले स्तव कले हेले हे किछि न जानिले से आद्या शक्ति जोग निद्रा को मुस्तव करिले बा उठिबे लोक माता भव से सनातनी उठाइबे सनातन दानवंक युद्ध को जीवे जनार्दन नाभि पद्म नाଳରେ रही पद्म बाळ एही परि विचार करिण सकळ विष्णुଙ୍କ देह स्थिता जोग निद्रा स्तव दानवଙ୍କ भୟରେ करिले आरंभ आगो देवी जानिछि वेद वाक्य बळे एकमात्र कारिणी ब्रह्मांड मंडले अखिल लोक मध्ये अधिक विवेक अटंती जे पुरुषोत्तम श्रीनायक निद्रावश करिछ जाहाटी साक्षाते प्रत्यक्ष लक्ष्य सिद्ध अटई विखिते सर्वभूत मानस विलासिनी मात तुम्भ तत्व विषय मुमूढ़ नितांत तुम्भर शक्ति बळे आपे भगवान करिछन्ति अशक्ते निश्चले शयन कोटि कोटि ज्ञानीଙ୍କ ମଧ୍ୟରେ ଗୋଟିଏ घटिब किए परि पंडित टिकिए टिकिए हेले टीका करी कहिबाकू गुणातीता तुम्भर महिमा लीलाकू महामाई लीलाकू किंचित बुझिबा मही तले पंडित केही अछि अबा सांख्य मत पंडिते संक्षेपे कहन्ति पुरुष चैतन्यमयटी अटन्ति आपणଙ୍କୁ चैतन्य विरहित जड़ जगत कर्ती प्रकृति बोलुथान्ति मूढ़ आगमात तुम्भे कि यथार्थता दृश जड़ रूपा होइण जगते प्रकाश ताहा नुहे समस्त चैतन्य रूपिणी तुम्भे अट साक्षाते मु देखिली पुणी जगतर आधार भगवान हरि रखि थांती कि परि चैतन्य हरि आग भगवती गुणातीताटी तुम्भे त्रिगुणे जोग हुआ सृष्टि कार्यारंभे विविध नाट्य लीला करी परकाश नाटुआ रंगालय जथा हुए दृश्य तुम्भर सत्वर तमत्रय गुण संध्या नाम कल्पना करी ऋषि गण प्रातः काले मध्याह्न सायाह्न कालरे ध्यान करुअछन्ति प्रति दिवसरे तथापि आपणार कार्यर कारण संबंध जानिबारे असकत पूर्ण जगत प्रबोधिनी सुबुद्धि रूपिणी सुरंक सुख प्रदा लक्ष्मी स्वरूपिणी आगमात तुम्भे तो सर्वजीव गणे कीर्तिमती रूपरे विराज आपणे धृति कांति श्रद्धा जे रति रूपा सती सती शिरोभूषा गो आद्या महाशक्ति आगमात मुएबे दुर्दशाग्रस्त होई तुम्भ तत्व महिमा प्रत्यक्ष देखई विविध परकार तर्क वितर्क रे
ଅଛି କି ପ୍ରୟୋଜନ ଆଉ କରିବାରେ। ସାକ୍ଷାତେ ଭଗବାନ ହରି ନିଦ୍ରାବଶ ହେବାରେ ହେଲା ତୁମ୍ଭ ମହିମା ପ୍ରକାଶ। ସତ୍ୟ ସତ୍ୟ ଜାଣିଲି ତ୍ରିଜଗତରେ ତ ଜନନୀ ଏକା ଅଟ ତୁମ୍ଭେ ଏକମାତ୍ର। ଏ ଅପାର ଜଗତ ସମୁଦାୟ ଯାକ ତୁମ୍ଭଠାରୁ ସଂଜାତ ହୋଇଛି ପ୍ରତ୍ୟେକ। ବେଦ ମଧ୍ୟ ତୁମ୍ଭଠାରୁ ହେଲେ ଯେ ଜାତ ଏକଥାରେ ସନ୍ଦେହ ନାହିଁ ଲବ ମାତ୍ର। ତଥାପି ତୁମ୍ଭ ସର୍ବସ୍ୱରୂପ ବିଷୟ ବେଦର ଅବଗତ ନୁହଁ ନିଶ୍ଚୟ। କାରଣ ତତ୍ତ୍ୱ ଯେହ୍ନେ ନ ଜାଣି ଯେ କାର୍ଯ୍ୟ ତୁମ୍ଭଙ୍କୁ ନ ଜାଣନ୍ତି ପଣ୍ଡିତ ସମାଜ। ଆଗମାତ ମୁଁ ହରି ହର ସୁର ଗଣ ନାରଦାଦି ମୋ ପୁଅ ପୁଣି ଋଷି ଗଣ। ଲେଶ ହେଲେ ଜାଣିଲେ ନାହିଁ ତୁମ୍ଭ ତତ୍ତ୍ୱ ମହି ପରେ ଜାଣିବ କେହି ବା ପଣ୍ଡିତ। ସର୍ବଲୋକ ବଚନାତୀତ ତ ମହିମା ଏହେତୁ ଜାଣିଲ ଆଗମାତ ଉମା। ଆଗମାତ ଜାଗିକରଣ ଯଜ୍ଞ ସ୍ଥଳେ ସ୍ୱାହା ନାମ ତୁମ୍ଭର ନଉ ଚାରି ତିଳେ। ବହୁତ ଯଜ୍ଞ ଭାଗ କଲେ ହେଁ ପ୍ରଦାନ କଦାପି ନ ଯାଆନ୍ତି ତାହା ଦେବଗଣ। ଏହେତୁ ଆଗ ଦେବୀ ଦେବଗଣଙ୍କର ପୋଷ୍ୟବୃତ୍ତି ଦାୟିନୀ ସର୍ବଦା ସତର। ପୂର୍ବକଳ୍ପେ ମାତ ଗୋମତେଟି ଯେ ସନ ଦାନବଙ୍କ ଭୟରୁ କଲ ପରିତ୍ରାଣ। ସେପରି ଏବେ ଆଗ ଦେବୀ ଭଗବତୀ ମଧୁକୈଟଭଙ୍କ ଦେଖି ଯେ ଘୋର ମୂର୍ତ୍ତି। ଭୀତ ହୋଇ ଚରଣେ ମୁଁ ଗଲି ଶରଣ ଭଗବତୀ ଦେବୀ ଗୋ କର ଉଦ୍ଧାରଣ। ମୁଁ ଜାଣଇ ତୁମ୍ଭର ଯୋଗ ନିଦ୍ରା ବଳେ ସଶରୀର ବଶୀଭୂତ ହରି ସେ ହୋଇଲେ। ସେହେତୁ ଭଗବାନ ବିଷ୍ଣୁ ପଦ୍ମ ମୁଖ ସ୍ତବ କଲେ ହେଲେ ହେଁ ନ ଜାଣିଲେ ଦୁଃଖ। ଯୋଗ ନିଦ୍ରା ଦେବଙ୍କ କରାଅନ୍ତୁ ଦୂର କିବା ନିଜେ ଦାନବ ଦୁଇଙ୍କୁ ସଂହାର। ଯେ ନ ଜାଣେ ତୁମ୍ଭର ଅସୀମ ପ୍ରଭାବ ସେ ମୂଢ଼ ହରିହରଙ୍କର କରେ ସ୍ତବ। ଆଗ ଦେବୀ ଦେଖିଲି ତୁମ୍ଭର ପ୍ରଭାବେ ଯୋଗ ନିଦ୍ରା ବିବଶ ହରି ନିଜେବେ। ସ୍ୱାମୀ ବଶକାରିଣୀ ସିନ୍ଧୁ ଯାକ ମଳା ହରିଙ୍କ ପ୍ରାଣାଧିକା ହରି ଗଳା ମାଳା। ପ୍ରବୋଧନା ଦେବାକୁ ଅକ୍ଷମ ଯେ ସତୀ ତୋ ବଳେ ନିଦ୍ରା ଅଭିଭୂତା ରମା ସତୀ। ଏଣୁ କିଛି ନ ଜାଣି ଅଛନ୍ତି ନିଶ୍ଚଳେ ତୁମ୍ଭ ଯୋଗ ନିଦ୍ରାର ପ୍ରଭାବ ପ୍ରବଳେ। ଯେ ଜାଣିଣ ତୁମ୍ଭଙ୍କୁ ଜଗତ ଜନନୀ ସର୍ବାଭୀଷ୍ଟ ଦାୟିନୀ ରିଷ୍ଟ ବିନାଶିନୀ। ଅନ୍ୟ ଦେବ ଛାଡ଼ିଣ ଏକାଗ୍ରତା ଚିତ୍ତେ ଭକ୍ତି ଯୁତେ ଯେ ଭଜେ ତୋ ଚରଣାଗ୍ରତେ। ନିଷ୍କାମ ଭାବେ ତୋର ପାଦ ପଦ୍ମେ ଭାବେ ସେ ସଜ୍ଜନ ଜନଟି ଧନ୍ୟ ଏହି ଭବେ। ଆହା ମହାପ୍ରଭୁଙ୍କ ବୁଦ୍ଧି କାନ୍ତି କୀର୍ତ୍ତି ଶୁଭବୃତ୍ତି ସୁଗୁଣ ଗ୍ରାମ ଯେ ପ୍ରବୃତ୍ତି। ହରିଙ୍କୁ ପରିତ୍ୟାଗ କରି କେଉଁଠାରେ ପଳାଇ ଅଛନ୍ତି ଗୋ ତୁମ୍ଭ ପ୍ରଭାବରେ। ତ୍ରିଜଗତରେ ମାନନିଆ ଭଗବତୀ ତୋ ଯୋଗ ନିଦ୍ରା ବଳେ ହରି ବଶବର୍ତ୍ତୀ।
ଏ ଅଖିଳ ଜଗତେ ଶକ୍ତି ସ୍ୱରୂପିଣୀ ତୁମ୍ଭେ ଅଟ ମହତ ପ୍ରଭାବଶାଳିନୀ। ଯେହ୍ନେ କନାଟୁଆ ରଙ୍ଗାଳୟେ ଯାଇ ଅଭିନୟ ଦେଖାଏ ନାନା ରୂପ ହୋଇ ସେପରି ଏକ ରୂପା ତୁମ୍ଭେ ନାନା ରୂପେ ମୋହମାୟା ସଂସାର ଗଙ୍ଗାଳୟେ ଆପେ ଆବିର୍ଭୂତା ହୋଇଣ ଖେଳ ଅଭିନୟେ ତୁମ୍ଭଠାରୁ ସଂଜାତ ସର୍ବବସ୍ତୁ ହୁଏ। ଆଗ ଦେବୀ ଯୁଗାଦ୍ୟେ ଧରି ବିଷ୍ଣୁ ମୂର୍ତ୍ତି ପାଳନାର୍ଥେ ଦେଇଣ ସୋସତିକି ଶକ୍ତି। ଏ ଅଖିଳ ଜଗତ ରକ୍ଷା କରିଥିଲ ଏକ୍ଷଣି ତାକୁ ପୁଣି ଅଚୈତନ୍ୟ କଲ। ଏଣୁ ଗୋ ଇଚ୍ଛାମୟୀ ଯାହା ଇଚ୍ଛା ହୁଏ ସ୍ୱଚ୍ଛରେ ତା କରୁଛ ନିଜେ ନିଃସନ୍ଦେହେ। ଆଗୋ ମାତ ମୁଁ ଏବେ ସଙ୍କଟ ସମ୍ପନ୍ନ ମତେ ଯଦି ବିନାଶ ନ କରିବା ମନ। ମୌନ ଭାବ ଛାଡ଼ିଣ କର ଦୃଷ୍ଟିପାତ ନିଜ ଦୟା ଚନ୍ଦ୍ରମା କରି ପ୍ରକାଶିତ। ମୋର ଯଦି ବିନାଶ ବାଞ୍ଛା ନ ଇଚ୍ଛିବ କାଳରୂପୀ ଦାନବ ଦୁଇ କିମ୍ପା କଲ। କିୟ ବା ମତେ ଉପହାସ୍ୟସ୍ପଦେ ନେଇ ପଳାଇ ଦେବା ଇଚ୍ଛା କର ମହାମାୟୀ। ତୁମ୍ଭର ଏ ଆଶ୍ଚର୍ଯ୍ୟ କାଳର ଘଟଣା ବିଷୟଟି ଜାଣିଲି ନିଶ୍ଚୟ ଏ ସିନା। ତୁମ୍ଭେ ଏକା ଅଖିଳ ଜଗତ ନିର୍ମାଣୀ ସ୍ୱତନ୍ତ୍ରେ ଖେଳା ଖଳା କର ନିଜେ ଜାଣି। ପ୍ରଳୟ ତୁମ୍ଭଠାରେ ପୁଣି ଲୀନ ହେବ ସେହିପରି ମତେ କି ସଂହାର କରିବ। ଆଗ ମାତ ମୁଁ ଇଚ୍ଛା କରିବା ପ୍ରକାରେ ବଧ ସାଧ୍ୟ କର ଗୋ ଦୁଃଖ ବିଗତରେ। ପ୍ରଥମେ ଲୋକ କର୍ତ୍ତା ଶକ୍ତି ଦେଇ ମତେ ଦ୍ୱିତୀୟରେ ମରାଉଅଛ ଦୈତ୍ୟ ହାତେ। ୟାଠାରୁ ବଳି ଗୁରୁତର ଅପଯଶ ଉଚିତ ଅଟଇକି ଆଉ ଅଛି କିସ। ବାଳିକା ଖେଳା ଲୀଳା ପରି ତୁମ୍ଭ ଖେଳା ଗାତ୍ରୋତ୍ଥାନ କରିବା ହେଉ ଗୋ ବିମଳା। ଆଗୋ ମାତ ଅଦ୍ଭୁତ ରୂପ ଧରି ନିଜେ ମତେ କିବା ଏ ଦୁଇ ଦୈତ୍ୟଙ୍କୁ ସହଜେ। ଯାହାକୁ ଇଚ୍ଛା ହେବ ତାକୁ ନାଶ କର ଅଥବା ହରିଙ୍କର ନିଦ୍ରା ଦୂର କର। ସେ ଦୈତ୍ୟାରି ଶ୍ରୀହରି ନାସିବେ ଦଇତ ଏ ସମସ୍ତ ତୁମ୍ଭର ଅଟଇ ଆୟତ। କହନ୍ତି ସୁତ ଋଷି ସୌନକ ଶୁଣ ବ୍ରହ୍ମାଙ୍କର ଏ ସ୍ତବ ସେ କାଳେ ଶୁଣିଣ। ନିଦ୍ରାରୂପିଣୀ ସେ ତ ତମମୟୀ ଦେବୀ ହରିଙ୍କର ଶରୀରୁ ଦୂର ହେଲେ ଭାବି। ରହିଲେ ଯୋଗ ନିଦ୍ରା ହରିଙ୍କର ପାର୍ଶ୍ୱେ ସେ ମଧୁ କୈଟଭ ଦଇତ ବିନାଶେ। ଅତୁଲ୍ୟ ତେଜା ହରିଙ୍କର ସର୍ବଅଙ୍ଗ ଯୋଗ ନିଦ୍ରା ସେ କାଳେ କଲେ ପରିତ୍ୟାଗ। ରମାଙ୍କ ପ୍ରାଣ ଧନ ଅଙ୍ଗ ସଞ୍ଚାକନ କରିବା ଦେଖିବି ହେଲେ ତୋ ସମନ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ପ୍ରଥମ ସ୍କନ୍ଧଟିର ସପ୍ତମାଧ୍ୟାୟରେ ବିରଞ୍ଚି ରଚିବାର ଦେବଙ୍କର ସ୍ତୁତି ଦେବୀଙ୍କର ପ୍ରସନ୍ନେ ହେଲା ସମାପତି। ସେ ଦେବୀଙ୍କ ଛାମୁରେ ଶିରେ ଦେଇ କର ଜଣା କରେ ବାଲାଜୀ ରଣା ନିରନ୍ତର। ଅଷ୍ଟମ ଅଧ୍ୟାୟ ଶକ୍ତି କଣ ଓ ଶକ୍ତିର ପ୍ରାଧାନ୍ୟ ବର୍ଣ୍ଣନ।
कहन्ति सौनकादि ऋषिया हे सुत तुम्भर कथा शुणी सन्देह संजात समस्त ज्ञानी गण सार वचन रे वेद आदि पुराण शास्त्र मानंकरे निश्चय करिछन्ति विस्तारिण सर्व ब्रह्मा विष्णु ईश्वर एहि तीनि देव ए अखिल ब्रह्मांड मंडल रे केही आउ श्रेष्ठ होइण देवता तो नाही ब्रह्मा कले सकल प्राणी को सर्जन विष्णु करुअछन्ति जगत पालन काल रुद्र महेश प्रलयर काले सकल संहारिबे आपणार बळे जगतर जे सृष्टि स्थिति लय कर एक मूर्ति ब्रह्मा विष्णु जे महेश्वर एतिनि यथा काले रज सत्व तमे शोष कार्य करन्ति निजे यथा क्रमे एतिनिଙ୍କ ମଧ୍ୟରେ ଶ୍ରୀ ପୁରୁଷୋତ୍ତମ कमलाकांत आदि देव जे उत्तम श्री जगन्नाथ सर्व कर्म रे सक्षम अतुल तेजवंत महत महिमा तांक सम समर्थ नुहंति त अन्य एहेतु सनातन अटंती महान किपरि से प्रभुंकु जोग माया पे बसीभूत करिले जोग निद्रा रूपे आहे महाभागताहांक जोग बल अलौकिक विज्ञान प्रभाव सकल कि आश्चर्य एमाने रहिले कोठारे जोग माया बलरे निद्रित कालरे हे परम महर्षि परम संदेह दूर करी मंगल से विषय कह हे सुब्रत पूर्वरे देवींक विषय उल्लेख करी कही अछ महाशय सर्वज्ञ भगवान कमलार पति जाहांकर निकटे से ही हारिछन्ति से शक्ति किए कह किपरि जन्मिले असीम सामर्थ्यटी किपरि लभिले जगतर गुरु से सकल ईश्वर समस्तंक सृष्टि स्थिति लय जे कर श्रीहरि सर्वव्यापी सुपवित्रमय रजगुणातीत चिदानंदमय परमात्मा परमानंद परात्पर श्री भगवान रतिपतिंक पियर कहतांकु कि रूपे जोग माया पे बसीभूत करिले पराधीन रूपे हे महाबुद्धिशाली व्यासदेव शिष्य ज्ञान खड्ग पेषण संदेह विनाश एहा शुणी कहिले महातपै सुत शुण हे महाभाग महर्षि संगीत ए त्रिलोक मध्यरे तुम्भर संदेह ए प्रश्न रे फिटाई के कहिबा कह ब्रह्मांकर नंदन नारद कपिल श्री सनातन मुनि प्रवर सकल मुग्ध हेबे शुणिले प्रश्न विषय कि रूपे मुनासिबी दुर्घट संदेह आपण देख एही संसार रे केही सर्वव्यापी बोलिण लक्ष्मींकर साई श्री भगवान विष्णु समस्त पालक सर्वसुपर्वाणक अटंती नायक सेमानंक मतरे ए सचराचर
ବିଷ୍ଣୁଙ୍କର ଦେହରୁ ହୋଇଲା ସଂସାର। ଏହେତୁ ପରାତ୍ପର ନାରାୟଣ ହରି, ଋଷିକେଶ ଜନାର୍ଦ୍ଦନ ଯେ ସେ ମୁରାରି। ବାସୁଦେବ ଦେବଙ୍କୁ କରିଣ ପ୍ରଣାମ, କରୁଛନ୍ତି ତାଙ୍କର ସେବକ ଭଜନ। କେଉଁମାନେ ପୁଣି ଶ୍ରୀ ଶଶି ଯେ ଶେଖର, ତ୍ରିନେତ୍ର ପଞ୍ଚବକ୍ତ୍ର ଯେ ତ୍ରିଶୂଳଧର। ବୃଷଧ୍ୱଜ କଦର୍ପି ବୋଲି ବେଦେ କହି, ଦକ୍ଷର ମହାମଖ ସଂହାରକ ଯେହି। ଭୃତବୃନ୍ଦ ଆବୃତ ସର୍ବଶକ୍ତିମାନ, ରତିପତି ଅନାତି କୈଳାସ ମଣ୍ଡନ। ବସିଛନ୍ତି କୋଳରେ ନାଗଦାଜ ଯେମା, କେହି କେହି ତାହାଙ୍କୁ କରନ୍ତି ଭଜନା। ଆଉ କେଉଁ କେଉଁ ଯେ ବେଦ ବିହଗଣ, ସୂର୍ଯ୍ୟଙ୍କୁ ସ୍ତୁତି କରି କରନ୍ତି ପୂଜନ। ପ୍ରତିଦିନ ପ୍ରଭାତେ ମଧ୍ୟାହ୍ନେ ସାୟାହ୍ନେ, ବିନତି ଅତି ହୋଇ ପୂଜନ୍ତି ସୁମନେ। ଉତ୍କୃଷ୍ଟ କାର୍ଯ୍ୟ ବୋଲି ସୂର୍ଯ୍ୟଙ୍କ ପୂଜନ, ଅଖିଳ ବେଦେ ମଧ୍ୟ ହୋଇଛି ଲିଖନ। ମହାତ୍ମା ପରମାତ୍ମା ସୂର୍ଯ୍ୟଦେବ ବୋଲି, ହୋଇଛନ୍ତି ବିଖ୍ୟାତ ସର୍ବତ୍ର କହିଲି। ଆଉ ପୁଣି ଅନେକ ବେଦବିଦ ଗଣ, ଅଗ୍ନି ଇନ୍ଦ୍ର ବରୁଣ କରନ୍ତି ପୂଜନ। ସମୁଦାୟ ବାଦରେ ତାଙ୍କ ସ୍ତୁତି ବାଦ, ଅଛି ତାହା ଶୁଣିଥିବଟି ତୁମ୍ଭେ ମଧ୍ୟ। ମାତ୍ର କହିଅଛନ୍ତି ମହର୍ଷି ଏ ଭାବି, ପବିତ୍ର ଏକମାତ୍ର ଯେହ୍ନେ ଗଙ୍ଗା ଦେବୀ। ନାନା ପ୍ରକାର ଯେ ପ୍ରଳୟ ପ୍ରବାହ, ବହି ମହାଦେହରେ ହୋଇଛି ବିଜୟ। ସେପରି ଏକ ବିଷ୍ଣୁ କରନ୍ତି ସୋ କାର୍ଯ୍ୟ, ନାନାବିଧ ମୂର୍ତ୍ତିରେ ହୋଇଣ ବିରାଜ। ପଣ୍ଡିତଙ୍କ ମତରେ ଅଟେ ପ୍ରମାଣ, ପ୍ରତ୍ୟକ୍ଷ ଅନୁମାନ ଶବ୍ଦ ତିନି ଜାଣ। ନୈୟାୟିକ ପଣ୍ଡିତ ଏହି ତିନି ଧରି, ଉପମାନ ପ୍ରମାଣ ବୋଲୁଛନ୍ତି ଚାରି। ଆଉ କେତେକ ମହାବୁଦ୍ଧିଶାଳୀ ପାଞ୍ଚ, ଅର୍ଥାପତି ସହିତ ପ୍ରମାଣଟି ପାଞ୍ଚ। ପୁରାଣ ଶାସ୍ତ୍ରବିଦ କେତେକ ପଣ୍ଡିତ, ସାକ୍ଷୀ ରୂପ ଐତିହ୍ୟ ସହିତରେ ସାତ। ଏହିପରି ଶପଥ ପ୍ରକାର ପ୍ରମାଣ, ବେଦାନ୍ତ ଶାସ୍ତ୍ର ମତେ ଏହା ଅଛି ଜାଣ। ସୃଷ୍ଟି ଆଦି କାରଣ ପରମ ବ୍ରହ୍ମମୟ, ଏ ସପ୍ତ ପ୍ରମାଣରେ ଅଟନ୍ତି ଦୁର୍ଗେୟ। ଏହେତୁ ପ୍ରଥମରେ ନିଶ୍ଚୟାତ୍ମିକା ଯୁକ୍ତି, ଦେବବାକ୍ୟାନୁସାରେ ବେଦବିଦ ପନ୍ତି। ପୁନଃ ପୁନଃ ବିଚାରି ବ୍ରହ୍ମ ନିରୂପଣେ, ଅନୁମାନ କରନ୍ତି ଆହେ ମୁନିମାନେ। ପ୍ରତ୍ୟକ୍ଷ ପରିଜ୍ଞାତ ହେଉଛନ୍ତି ଯାହା, ଦୃଷ୍ଟାନ୍ତରେ ଶିଷ୍ଟଙ୍କ ବଚନରେ ତାହା। ଅନୁମତି ହୋଇଲେ ମତିମାନ ଗଣ, ହେଉଛି ତ ପ୍ରମାଣ କରନ୍ତି ଗ୍ରହଣ। ଲେଖା ଅଛି ଏହା ତ ପୁରାଣ ଶାସ୍ତ୍ରରେ, ସୃଷ୍ଟି ଶକ୍ତି ରହିଲା ବ୍ରହ୍ମାଙ୍କର ଠାରେ। ହରି ଠାରେ ରହିଲା ପାଳନ ଶକ୍ତି, ସଂହାର କରିବାର ଶକ୍ତି ହର କତି। ପରକାଶ ଶକ୍ତି ରହିଲା ସୂର୍ଯ୍ୟରେ, ମହିଧର ଶକ୍ତି ଅନନ୍ତ କୁର୍ମରେ। ଦହନର ଶକ୍ତି ରହିଲା ଦହନେ, ସଞ୍ଚାଳନ ଶକ୍ତି ରହିଲା ପବନେ।
एकमात्र से आद्या शक्ति बहुविधे शक्ति रूपे सर्वत्र रहिले विधे ए ब्रह्मांड मंडले जेहि हेले हेउ शक्तिहीने अक्षम कार्य सेहु अधिक कि कहिबा शिवंकर जान श्रीकूल कुंडलिनी शक्ति हेले हीन शंकर मध्य सब पराए होइबे सेवा सेवा करिले किस शिव देवे एहेतु ब्रह्मांड रे आहेरु शिवर आ ब्रह्मस्तंभ परिजंत चराचर समुदाय पदार्थे सर्वत्र सर्वदा विराज करिछन्ति शक्ति महाविद्या ए चराचर वस्तु हेले शक्तिहीन विचार कर सर्वे हेब कारण खाइबा पीबार जीवा आसिबार समर अंगणारे शत्रु हाणिबार कौनसी कर्मे हेले शक्तिहीन हेले केहि हेले समर्थ न होइब तिले एणु सर्वव्यापिनी से शक्ति को पुणी ब्रह्म बोली भावना करुछन्ति ज्ञानी बुद्धिमंत सर्वदा विविध प्रकार करन्ति शक्ति सेवा करिण विचार सात्विकी शक्ति अछि बोली विष्णु ठारे सक्षम से होइले पालन कार्य ब्रह्मांक ठारे राजसिक शक्ति हेतु सृष्टिकृते समर्थ हेले कर हेतु तामस शक्ति थिबा हेतुस्कर हर प्रलय रे जगत करन्ति संहार से शक्तिहीन हेले ब्रह्मा विष्णु शिव सब परि होअन्ति हेरु सिए भाव एहेतु मने मने सर्व विचारी समस्ते जानिबार उचित एपरि सेहि परमाद्या शक्ति इच्छामयी निज इच्छा बଳରେ सर्वकाले सेहि करुछन्ति ब्रह्मांड सर्जन पालन शक्ति रूपे प्रकाशी करन्ति नाशन किय बा ब्रह्मा विष्णु कि बा महेश्वर इंद्र अग्नि सूर्य बा वरुण विचार केहि हेले निजर कार्य समर्थ न हुअन्ति होइले से शक्ति विगत एहेतु सेवसुर गणे आद्य शक्ति सहित हेले कार्य देखान्ति स्वशक्ति कार्य कारण शक्ति एकमात्र विजय करी साध्य करन्ति समस्त एहेतु प्रत्यक्ष हा हुए बोध शेषकति सगुणी निर्गुणा द्विविध सगुणा को सेवन्ति विषयानुरागी निर्गुणांकर सेवा करन्ति विभागी से चैतन्य रूपिणी सकतीश्वरी धर्म अर्थ काम मोक्षर अधिकारी यथा विधि भक्ति रे ताहांकु जे पूजे समस्त मनोरथ दियन्ति से निजे ए संसार माया मोहित नर गण थरे मात्र ताहांकु न जानन्ति जान आउ केते मानव जाणिन किंचित ठकी मोहि नियन्ति मूर्ख लोक चित मंदमती पंडित गण आउ केते धंदारे पड़ी कली काल विमोहिते आपणार उदर पोषिबा सकाश प्रवर्ताई पाषांड करन्ति सुबस
भेद ज्ञान सम्भूत वेद बहिर्भूत कली रे नाना धर्म होइछन्ति जात शुण आहे सकल मुनि अन्य जुगे एहिपरि नाहिटी अछि कली जुगे आपण माने देख ब्रह्मा विष्णु हर एतिनि देव सर्व प्रधान विचार अनिर्वचनीय विषय ध्यान करी किंपा एतिनि देव तपस्या चरी सृष्टि सिद्धि वासना सकाशरे पूर्ण करुछन्ति किंपाई यज्ञ अनुष्ठान परात्पर परमात्मिका ब्रह्ममयी नित्य सनातनी जे शक्ति देवी सेही संतत तांकु ध्यान करी मने मने ब्रह्मादि भावुछन्ति से देवी चरणे एहेतु प्राज्ञकर अटे निश्चय सकतिंकु सर्वदा सेविवा विधेय शुण आहे सकल सिद्ध तपवंत अखिल शास्त्रंकर स्थिर ए सिद्धांत भगवान श्रीकृष्ण द्वैपायन मते कहिथिले गूढ़ सुर हस्य जेते सेहि त शुणिथिले नारद मुखरु नारद शुणिथिले ब्रह्मांकर ठारू ब्रह्मांकु भगवान निजे कहिथिले पचारि बारु एबे मु कहिली भले शुण हे मुनि माने सुपंडित जेहि ए बिना विपरीत वाक्य जे अटई काहार निकटरु शुणिबा उचित नुह इटिनि बेसी आपणार चित वेदविद वृंदंक स्थिर चित्ते सिना समुचित अटई शक्ति उपासना से चैतन्य रूपिणी शक्तिहीन जन जगते बड़ पिंडमय से ही जान ए शरीर कौनसी कार्य नहे योग्य प्रत्यक्ष तो देखिछ एहा महाभाग हेतु कर निश्चय ए कथा परात्पर से शक्ति आद्या जगन्माता सर्वभूते विजय करी सर्वकाले जगते खेला लीला करुछन्ति हेळे श्रीदेवी भागवतं करे ही ठारे श्रीदेवींको प्रसादे प्रथम स्कंधरे देवींको आराधना निर्णय विषय समापत होइला अष्टम अध्याय जय गो सनातनी आद्या महाशक्ति मुहृद पद्मे बसी दिय काव्य शक्ति पूर्णगिरिवासिनी जय पूर्णमासी चूर्णरे पूर्ण कर जणाए विशेषी अष्टभुजा श्रीपदे पड़ी साष्टांगरे बालाजी रणा कहे प्रमोदे गीतरे।